ଶିଖିବା ପାଇଁ ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତିକୁ ନିଜ ଜୀବନର ଅଂଶ କରନ୍ତୁ। ନିରନ୍ତର ଶିଖିବାର ପ୍ରବୃତ୍ତି ବ୍ୟକ୍ତିକୁ ସବୁବେଳେ ସତେଜ ଓ ସକାରାତ୍ମକ ବିଚାର ସମ୍ପନ୍ନ ରଖିଥାଏ। ଜ୍ଞାନ କେବଳ ବହିମାନଙ୍କରୁ ମିଳେ ତାହା ନୁହେଁ, ବରଂ ଦୁନିଆରେ ଘଟୁଥିବା ଘଟଣା ଓ ଗତିବିଧିରୁ ଆମେ ବହୁତ କିଛି ଶିଖିପାରିବା। ତେଣୁ ଏସବୁ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖନ୍ତୁ। ନୂଆ ନୂଆ ଟେକ୍ନିକ୍ କେବଳ ଶିଖନ୍ତୁ ନାହିଁ, ବରଂ ନିଜର ଦୈନିକ କାମରେ ବି ଲଗାନ୍ତୁ। କେବେ ବି କାହାଠାରୁ କିଛି ପଚାରିବାକୁ ପଛଘୁଞ୍ଚା ଦିଅନ୍ତୁନି। ଏହା ଆପଣଙ୍କର ଶିଖିବାର ରାସ୍ତାର ପ୍ରତିବନ୍ଧକ ପାଲଟିଯାଏ। ଯଦି ଆଗକୁ ବଢ଼ିବାର ଅଛି, ତେବେ ଶିଖନ୍ତୁ ଓ ଶିଖି ଚାଲନ୍ତୁ। କେବଳ ଶିଖିବାର ଇଚ୍ଛା ହିଁ ଆପଣଙ୍କୁ ସବୁଠୁ ଆଗରେ ଠିଆ କରିପାରେ। ଯଦି କୌଣସି ମନୁଷ୍ୟ ସୁଖ ଦୁଃଖର ଉପରକୁ ଉଠିଯାଏ, ତେବେ ଆକାଶର ଉଚ୍ଚତା ବି ଆପଣଙ୍କ ପାଦ ତଳକୁ ଆସିଯିବ। କିଛି ଯୋଗ କରେ ନାହିଁ ଚିନ୍ତା। ଚିନ୍ତା ଦ୍ୱାରା ଆମ ଜୀବନରେ କୌଣସି ସାର୍ଥକ ତତ୍ତ୍ୱ ଯୋଗ ହୁଏ ନାହିଁ। ଚିନ୍ତା କରି ନା ଆମେ କିଛି କରିପାରୁ, ନା ନିଜର କୌଣସି ସମସ୍ୟାର ସାର୍ଥକ ଉତ୍ତର ହାସଲ କରିପାରୁ। ନିଃସନ୍ଦେହ ଏହା ଆମକୁ ସମସ୍ତ ରୋଗର ଶିକାର କରାଇ ଆମ ଜୀବନକୁ କମାଇ ଦିଏ। ଏହା ଆପଣଙ୍କ ବର୍ତ୍ତମାନ ପାଇଁ ନ୍ୟାୟ ଦିଏ ନାହିଁ ଏବଂ ଆସନ୍ତାକାଲି ପାଇଁ ମଧ୍ୟ ନୁହେଁ। ଚିନ୍ତାଗ୍ରସ୍ତ ଲୋକ ପ୍ରାୟତଃ ଅତୀତର ଅସୁବିଧାକୁ ବଢ଼ାଇ ଚଢ଼ାଇ ଦେଖେ ଏବଂ ଉପଲବ୍ଧି ଅବସର ସହିତ ବି ନ୍ୟାୟ କରିପାରେ ନାହିଁ। ଏହିପରି ଏହା ମୋଟ ଉପରେ କେବଳ ସମୟକୁ ନଷ୍ଟ ହିଁ କରେ। ସଫଳତା ପାଇଁ କିଛି ଶିକ୍ଷା। ଏପରି ପ୍ରୟାସ କରନ୍ତୁ ଯେ ଅସଫଳତା ଅସମ୍ଭବ ହୋଇଯିବ। ସଠିକ୍ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ସଠିକ୍ ଦେଖିବାକୁ ହେବ, ସଠିକ୍ ଅନୁଭବ କରିବାକୁ ହେବ। ଏହି କଥା ଉପରେ ବିଚାର କରନ୍ତୁ ଯେ ସର୍ବଶ୍ରେଷ୍ଠ ବି ଶ୍ରେଷ୍ଠ ହୋଇପାରେ ଏବଂ ଶ୍ରେଷ୍ଠ ବି ସର୍ବଶ୍ରେଷ୍ଠ ହୋଇପାରେ। ପ୍ରଭାବ ଏକ ଲାଭ ଖାତା, ଯାହାକୁ ଆପଣ ଯେତେ କମ୍ ବ୍ୟବହାର କରିବେ, ସେତିକି ଅଧିକ ତାକୁ ପାଇବେ। ନିର୍ଣ୍ଣୟ ନ ନେଇ ପାରିବା ମହଙ୍ଗା ଅଟେ, ବହୁତ ମହଙ୍ଗା। ସହଜ ହୁଅନ୍ତୁ। ଯେଉଁ ଲୋକ ସହଜ ଜୀବନ ଜିଅନ୍ତି, ତାଙ୍କୁ କେବେ ବି ନକାରାତ୍ମକ ବିଚାର ଘେରିପାରେ ନାହିଁ। ଆଡମ୍ବରପୂର୍ଣ୍ଣ ଜୀବନ ଜୀଇବା ଠାରୁ ବାସ୍ତବିକତାରେ ଜୀଇବା ଉତ୍ତମ। ଏହାଦ୍ୱାରା ଆପଣଙ୍କୁ ସମସ୍ୟାକୁ କମ୍ ସାମ୍ନା କରିବାକୁ ପଡ଼ିବ। ଘର ପରିବାର ଠାରୁ ନେଇ ବ୍ୟବସାୟିକ ଜୀବନ ପର୍ଯ୍ୟନ୍ତ ସହଜତା ଜରୁରୀ ଅଟେ। ଅସହଜତା କେବଳ ଆପଣଙ୍କ ସଫଳତା ମାର୍ଗରେ ବାଧକ ହୁଏ ନାହିଁ, ବରଂ ଆପଣଙ୍କ ଏହି ବ୍ୟବହାର ଦ୍ୱାରା ଅନ୍ୟମାନେ ବି ବ୍ୟସ୍ତ ହୋଇ ଆଡ଼େଇ ଯାଆନ୍ତି। ଜୟ ଶ୍ରୀ ଜଗନ୍ନାଥ।